श्री जगन्नाथ श्री जगन्नाथ शंखमध्ये शतदलकमले रत्नसिंहासनस्थं सर्वालङ्कारयुक्तं नवघनरुचिरं संयुतं चाग्रजेन भद्राया वामभागे रथचरणयुतं ब्रह्मरुद्रेन्द्रवन्द्यं वेदानां सारमीशं सजनपरिवृतम् ब्रह्मदारुं स्मरामि ब्रह्मदारुं स्मरामि। तुमे अनंत क्षय हे जगन्नाथ तुमे अव्यक्त अक्षर हे जगन्नाथ निज इच्छारु सृजिल हे जगत आदि नाही जे तुमार नाही अंत तुमे पवित्र ओंकार चिर सत्य नील सिंधु तीरे नीलाचल तहि विराजित बड़ देउल दारु ब्रह्म रूपे हे विश्व पालन उड़ा पताका पतित पावन सत्य धर्म न्याय परिसंस्थापित भक्तर तुमे होइछ हे नाथ श्री जगन्नाथ श्री जगन्नाथ जगन्नाथ श्री जगन्नाथ श्री जगन्नाथ आपण पुणी निजको सृष्टि करिवे प्रभु केबे कोठी नारद मु तो स्वयं मोर आदि नहीं कि अंत नहीं समुद्र जल पर्वत प्रमाणे उठी सारा द्वारका नगरी को बुड़ाई देला। विश्वावसु द्वापर जुगर अव्यवहित पर आरंभ हुए सबुठारु वितर्कित जुग सबुठु मुखर सबुठु प्रखर ए कली जुग। ये तो महाराजा अंग वस्त्र दिज सैनिक काली बण भितर एटा पाइले राणी मां वर्तमान तुम पथ चाही तुम स्त्री व्याकुल हो उठिले पात्र मंत्री अमात्यगण विव्रत हो पड़े प्रजाकूल दिगहरा हो गले तुमे एबे जाओ। अरे जाऊन कहीं ये पर नीलमाधव आदेश जहां को कोटि कल्प धरी तपस्या करी मध्य स्वयं ब्रह्मा तांकर स्वरूप को प्रकाश करि पारंती नहीं सेई परम ब्रह्म नीलमाधव को दर्शन लाभ करिवार सुजोग पाइले विश्वावसु एहा देवकृपा छड़ा आ कौन ही पारे एभली एक पावन क्षेत्र जहार धूली माटी मध्य पवित्र एई क्षेत्र रे जीव परमर संधान पाई थाए काकटीए हो जाए चतुर्भुज मात्र विश्वावसुंक लगी ये सब अज्ञात थिला
କେଉଁ ଏକ ଆକର୍ଷଣରେ ସେ ନୀଳକନ୍ଦର ପର୍ବତକୁ ଚାଲି ଆସିଲେ। ନୀଳମାଧବଙ୍କୁ ଦର୍ଶନ କଲେ ଆଉ ଦର୍ଶନ ସାରି ଫେରିବା ପଥରେ ତାଙ୍କୁ ଅପେକ୍ଷା କରିଥିଲେ ପକ୍ଷୀବର। ଏହା ବି ବିଶ୍ୱାବସୁଙ୍କ ଲାଗିଥିଲା ପରମ ବିସ୍ମୟ। ଯାଅ ବିଶ୍ୱାବସୁ, ଆଉ ବିଳମ୍ବ କର ନାହିଁ। ବିଶ୍ୱାବସୁ, ଏ ବିଶ୍ୱାବସୁ, ମୋ ପକ୍ଷୀଟିଏ ବିଶ୍ୱାବସୁ ଏଇ କଳ୍ପବଟ ଡାଳରେ ବସିଛି। ଉପରକୁ ଅନାଅ, ମତେ ଦେଖିପାରିବ। ମତେ ଦେଖି ଆଶ୍ଚର୍ଯ୍ୟ ହଉଛ? ପକ୍ଷୀଟି ହେଇ ତମେ ମଣିଷ ପରି କଥା କହିପାରୁଛ? ହଁ ପାରୁଛି, କାରଣ ଏଇଟା ହଉଛି ସ୍ଥାନର ମହିମା। এই অরণ্যর গছ পত্র ফুল ফল পশুপক্ষী জীবজন্তু ଅନ୍ୟମାନଙ୍କ ଠାରୁ ଅଲଗା, କାରଣ ଏଠି ପ୍ରଭୁ ନୀଳମାଧବ ଅଛନ୍ତି, କଳ୍ପବଟ ଅଛି। ରୋହିଣୀ କୁଣ୍ଡ ଅଛି। ଆସନ୍ତି ପ୍ରଭୁ ନୀଳମାଧବଙ୍କୁ ପୂଜା କରନ୍ତି, ପ୍ରତିଦିନ ବେଦଗାନ କରନ୍ତି। ତେଣୁ ଏହି ସ୍ଥାନଟି ଅତି ପବିତ୍ର। ତମେ ଏଠି କେତେ ଦିନ ହେଲା ରହିଛ ପକ୍ଷୀ? ଦିନ ମାସ ବର୍ଷର ଗଣନା ମୁଁ ତ କରିନାହିଁ ବିଶ୍ୱାବସୁ, କାହିଁ କେବେଠାରୁ କେଜାଣି ମୋଟେ ଅପେକ୍ଷା କରି ବସି ରହିଛି। କାହାକୁ ଅପେକ୍ଷା କରିଛ? ନିଜ ଭାଗ୍ୟ ପ୍ରସନ୍ନ ହବାକୁ। ଏଇଠି ଏଇ କଳ୍ପବଟ ଡାଳରେ ବସି ବସି ହଠାତ୍ ଦିନେ ଆଉ ଗୋଟିଏ କାକ ପକ୍ଷୀ ମୁକ୍ତି ପାଇଗଲା। ରୋହିଣୀ କୁଣ୍ଡରେ ସ୍ନାନ କରି ଚତୁର୍ଥ ମୂର୍ତ୍ତି ହେଇଗଲା, ଆଉ ପ୍ରଭୁ ନୀଳମାଧବଙ୍କ ପାଦ ପଦ୍ମରେ ସ୍ଥାନ ପାଇଲା। ସ୍ୱୟଂ ବ୍ରହ୍ମ ଏହାର ସାକ୍ଷୀ। ମୁଁ ବି ସେହିପରି ମୁକ୍ତି ପାଇବା ପାଇଁ ଏଠିକି ଆସିଛି। ଆଜି ଯାଏ ମୋର ଯେ ସମୟ ଆସିନି। କଳ୍ପବଟରେ ବସା ବାନ୍ଧିଛି, କିନ୍ତୁ ମୋର ଭାଗ୍ୟ ଉଦୟ ହଉନି ବିଶ୍ୱାବସୁ। ହୁଏତ ସେ ପକ୍ଷୀର ପୂର୍ବଜନ୍ମ ତପସ୍ୟା ଥିଲା। ଠିକ କହିଛ, ହୁଏତ ପୂର୍ବଜନ୍ମର ତପସ୍ୟା ତାର ଥିଲା। ତମର ବି ସେମିତି କିଛି ତପସ୍ୟା ନିଶ୍ଚୟ ଥିବ। ଏକଥା କାହିଁକି କହୁଛ? କାହିଁକି କହୁଛି ଶୁଣିବ? କାରଣ ଦିନ ଦିନ ଧରି ଏଇ ବଟବୃକ୍ଷ ଶାଖାରେ ବସି ମୁଁ ସେଇ ଗୁମ୍ଫାର ଦ୍ୱାର ଆଡକୁ ଅନେଇ ରହିଥାଏ, କିନ୍ତୁ କେବେ କୌଣସି ମାନବ ଏଠି ପାଦ ପକେଇବା ମୁଁ ଦେଖିନଥିଲି ବିଶ୍ୱାବସୁ। ତମେ ହିଁ ହଉଛ ଏ ସଂସାରରେ ପ୍ରଥମ ମାନବ ଯିଏ ପ୍ରଭୁ ନୀଳମାଧବଙ୍କ ଦର୍ଶନ ପାଇପାରିଛି। ଖାଲି ଦର୍ଶନ ନୁହେଁ, ଧନ୍ୟ ହେଲ ବିଶ୍ୱାବସୁ, ଧନ୍ୟ ହେଲ। ମୁଁ କିନ୍ତୁ ଏଠି ସେତେ ଦିନ ପର୍ଯ୍ୟନ୍ତ ବସି ରହିଥିବି ଯେତେ ଦିନ ଯାଏ ପ୍ରଭୁ ନୀଳମାଧବଙ୍କ ଅନୁକମ୍ପା ନ ପାଇଛି। ମୁଁ ଯାଉଛି ପକ୍ଷୀ, ପ୍ରତିଦିନ ତ ତମ ସାଙ୍ଗରେ ଦେଖା ହବ। ମୁଁ କିଛି ଦିନ ହେଲା ଅନୁପସ୍ଥିତ ଥିଲି, ମୋ ରାଜ୍ୟର ଲୋକମାନେ ଭାରି ବ୍ୟସ୍ତ ହଉଥିବେ। ହଁ ଯାଅ ବିଶ୍ୱାବସୁ, ଯାଅ। ହଁ ଏବେ କଣ ହବ? କୋଉ କଥା? ମହାରାଜାଙ୍କର ତ କିଛି ଖବର ଅନ୍ତର ନାହିଁ। ରାଜ୍ୟଟା କଣ ଅରାଜକ ହେଇଯିବ? କାହିଁକି ହବ? କେହି ତ ଜଣେ ରାଜା ହବ। କିଏ ହବ? ମହାରାଣୀ ତ ବର୍ତ୍ତମାନ ଗର୍ଭବତୀ। ସେ ପିଲା ଜନ୍ମ ହବ, ବଡ ହବ, ରାଜୁତି କଲା ବେଳକୁ କେତେ ଡେରି। ଆରେ ସେତେବେଳ ପର୍ଯ୍ୟନ୍ତ କେହି ତ ଜଣେ ରାଜ୍ୟ ସମ୍ଭାଳିବ। ଆଚ୍ଛା, ମହାରାଜା କଣ ଉଭା ନେଇଗଲେ? ମୁଁ କିଛି ବୁଝିପାରୁନି ସେନାପତି, ଏ କ୍ଷେତ୍ରରେ କଣ କରିବାକୁ ହବ? କେତେ ଦିନ ହେଲା ବା ରାଜ୍ୟ ଗଢି ଉଠିଲା, ତା ଭିତରେ ଏମିତି ଏକ ଦୁର୍ଘଟଣା। ଆମର ତ କିଛି ଅଭିଜ୍ଞତା ନାହିଁ। ଆପଣ ମତେ ପଚାରୁଛନ୍ତି, ମୁଁ କି ଉତ୍ତର ଦେବି? ସବର ସଭା ଡାକି ଏ ବିଷୟରେ କିଛି ପରାମର୍ଶ ନେବାକୁ ପଡିବ। ତାହେଲେ ଆମେ କଣ ଧରି ନେବା ମହାରାଜା ଆଉ କେବେ ଫେରିବେନି? ଏ ଘଞ୍ଚ ଜଙ୍ଗଲ ମଧ୍ୟରେ ମହାରାଜାଙ୍କର। ସେନାପତି, ଏମିତି କଥା ସ୍ୱପ୍ନରେ ସୁଦ୍ଧା ଚିନ୍ତା କରନି। ମନେ ପକାଅ, ଆମେ ଘର ବିନା, ଆଶ୍ରୟ ବିନା, ଆମେ ଯେତେବେଳେ
गोटाए जगारू आउ गोटाए जगह को घूरी बुलुथिले। विश्वावसु जेतेबेले आमर राजा नथिले दलपति थिले सेतेबेले स्वामी स्त्री दी जण जाक आमर सुख दुख हानि लाभरे आम पाखरे ठिया होउथिले। बापा परी माँ परी स्नेह श्रद्धा आमको बांटी दौथिले। रोगरे पड़िले देह को आमर आउंसी दौथिले। भोकरे थिले सी आमको खुएई दौथिले। आज जदि तांकर किछि हेइ जाय ताहले सारा सबर कुल ध्वंस हेजिबो। सेनापति ध्वंस हेजिबो। एमिति कही सत को में केते दिन लुचई रखि परिबा मंत्री महाशय? सत कण मिछ कण से कथा हुए तो समय कहबो। 3 दिन तो बीती गलानी आउ केते दिन अपेक्षा करिबा? किछि तो संधान मिलिछि तेणु मु कहूची काली सैन्य सामंत नहीं सारा अरण्यटा में खोजी बुलिबा। जाओ काली पाई सैन्य सामंत नहीं प्रस्तुत हुआ। यथाज्ञा मंत्री महाशय। सेनापति महाशय 15 जन सैनिक अस्त्र शस्त्र धरी प्रस्तुत हो रही। आपण आदेश देले से माने बण भितर प्रवेश करिवे। आपण जीवेनी? मु न गले सेमानकु परिचालना करिवो किए? मु भी आपनक सहित जीवी। आपण काई की जीवे? मु आ धैर्य धर रही पानु सेनापति महाशय। आपनक सहित गले मन को टिके आश्वासन त मिलिबो। भविष्य रे केही मते कहिबेनी महाराजा को खोजिबारे मु त्रुटि करथिली बोली। चलंतु आ विलंब करंतु नाही। सैन्य माने कहंती सेमानकु बणर प्रवेश पथ को आसीबा पई मु निर्देश देई आसीछि। आमे सेमानकु सेठी अपेक्षा करिबा। से माने आसिले बण भितर को प्रवेश करिबा। महारानी बाहर को जानतनी। महारानी आपन का देह भल नहीं पेटरे पिलाटा। ई शब्द सुकुमारी मते टिके सेठी नहीं चलो। जदि महाराज को किछ खबर थाए। आपण विश्राम करंतु महारानी। मु बुझी आसुची कौन पई बाजुची। चलंतु बिछाणा को चलंतु। ये तो धुमसार शब्द किए बजाउची? काहे की बजाउची? बुझा पड़ुनी। राजा नियम करथिले समस्त को एकत्रित करबा को हेले धुमसा बाजिबो। जे जोठी जो परिस्थिति रे थाउ ना काहे की एई शब्द सुनिया मात्रे सभा पड़िया को आसीबे। चलंतु घटनाटा कोन जानिबा को पड़िबो। विश्राम करंतु मु आसुची। शीघ्र जा सुकुमारी। सुनो समस्ते सुनो बाल वृद्ध नारी ए सबर राज्यर समस्त आदिवासी सुनो। मु कहूची मु तम मानक राजा विश्वावसु कहूची आज भगवान आम प्रति दया करिसेंती। से नीलमाधव रूपे प्रकटित होइसेंती। एई होउची तांकर आज्ञामाल। नीलमाधव? हाँ नीलमाधव आमर भगवान। आज ठारू राज्यर समस्त प्रजाकुल आउ राज सिंहासन सबु तांकरी पाद तले समर्पित हैला। ए राज्यर समस्त उत्सव महोत्सव आनंद उल्लास समस्त पर्वपर्वाणी सबु तांकरी नाम उत्सर्गीकृत हैला। ना तांकु केही दर्शन करि परिबिनी। एहा होची तांकर निर्देश। तांकु केवल मु पूजा करि परिबी। तुम समस्तंकर अली अर्दली प्रार्थना पूजा मु तांकर निकटକୁ नै जिबी। आज ठारू ए समस्त प्रजागण केवल तांकरी जयगान करिवे। जय प्रभु नीलमाधवंकर जय। जय प्रभु नीलमाधवंकर जय। प्रभु नीलमाधवंकर जय। प्रभु नीलमाधवंकर। महारानी महारानी महारानी
कौन है सुकुमारी? महाराज 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 फेरी आछंती महारानी। कौन कहलु महाराज फेरी आछंती? सभा पड़िया रे लोक जमिचंती आ महाराज से मानको कहउचंती। कौन कहउचंती? नीलमाधव जय नीलमाधव। सुकुमारी आम ठाकुर आमको देखा देइचंती। आम हारी गुहारी सुनिबे आम पूजा ग्रहण करिबे। मते परिष्कार करी कह सुकुमारी। मु तो खूब चिंतार पड़ी जाइथिलो ना ए फूलमाला देखुछ? 3 दिन हब कि कष्ट रे जे दिन गुड़ाक बीती से कथा केवल मु ही जाने। अथच आपण ए फूलमाला ना ना ये सामान्य फूलमाला नुहे, प्रभु नीलमाधवଙ୍କ गଳାର ମାଳ, आज्ञा माळ। नीलमाधव किए से नीलमाधव? सुकुमारी भी सेई कथा कहतिला। एका सुकुमारी नुहे पद्मावती, ए राज्यर समस्त प्रजाकुल आज ठारू केवल तांकरी जयगान करिवे। से किए? आमर इष्ट देवता तांकरी आज्ञामाल को तमे प्रणाम कर। देखिबो मुहूर्तक भितरे तम मन भितरे थिबा सबु ग्लानी सबु अवसाद धोई पुछि परिष्कार हे जिवो। की अनुभूति मो देह सारा रोमांचित हो उठुछि। कहांती नीलमाधव मते टिके तांको देखै दियो। संभव नुहे रानी, मो छड़ा तांको दर्शन केही पाई परिबेनी। काहे की? एटा तांकरी आदेश। सुकुमारी कौन कहबो? हाँ, प्रतिदिन फूल तोली मो घर आगे जाऊचु, डाकटे मारी पारुनु ताहले सिना सबुदिन सकाळे मु तोर सुंदर मुहटा देखि पारु। कोन सकाळे तमे मो सुंदर मुह देखिबो? आम सकाळे तो तम राती अध। घरे के अछि जे सकाळ उठे दब कहिलु? बापा माँ तो डका डकी ही चली गले। राती अधरे घर को फेरिले घरटा खाई गोड़ाए। सेथिपाई कहउतली कोन की? कोन कहउतलो? नाई रे बाबा, थरे कहिथिली डेइथिलु। कहि कि देखो ना आज डेइबिनी। मो कहबा कथा होची रानी माँ तो तोठू ढेर सेवा पाइलेनी। तांकर को अभाव जे केते दास दासी तांको पाखरे खटुछंती। मालती, विमला, मरुआ, अलका। थाउ थाउ टोका माने आउ किछि जानतु न जानतु से अल्प बयसी झियो मान का नाम मने रखि देथिबे। खाली तोरी ना जपामाली करंती जदी तू मु हाँ तो सेबारु टिके मुआड़ को फोपाड़ी दियंतु ताहले राती अध जाए बण जंगल पहाड़ भितरे घुरी बुलिबा छाड़ी दियंती। मु कोन मना करछि? हेले एबे नुही। ताहले केबे? रानी मांकर पिलाटे हो तांको देह जमा भल रहुनी। आज जर हेलानी तो काली मुंड घुरे पड़िलेनी। पिलाटा रहिबा दिनटो एमती लागी रहिछि। केमिति पिलाटा हेछि के जानी? मु किंतु भल पिला नहले आज जाए तते अनै बसथांती केबडू तते छुई की घर को बाहाई नै सरंतिनी। ए कथा पर तो बापा कहउथिला। कोन कहूची? कहूची आरे चिंतामणि झियो बोझटा नै मते एबे खलास कर। आहा जो तो बोझ 8 वर्षर हेतिले मो माँ मला। सेई दिनठू रानी माँ का पाखरे मु मनीष। हानि लाभ भल मंद से मोर बुझंती। बापर बोझ हेली कोदुन। अरे महाराज पूजा दबा को बाहरी बेणी मु फूल तोलिबा को आसी तम संगरे गपुची मु जाए। सुकुमारी पुणी ताहले केबे? चिंता न कर चिंतामणि काली एते बेले देखा पुणी।
ଏଇଠି ଏମିତି କାହିଁକି ବସିଛ? घर भितरटारे भल लागिलानी। आपण पूजा पई बाहरिलेनी महाराज? हाँ किंतु सुकुमारी तो एजे फूल धरी आसिलानी। किरे फूल नियंतु। आज फूल आनियो केते डेरी हैला? नहीं महाराज। आओ दे डेरी हैलानी फूल दे। आ सुन रानी मां को भितर को नहीं जाए मु आछी। आपण आज टिके शीघ्र फेरी आसीबे मते कहीं किछि भल लागुनी। आसीबो आसीबो सिए ता आसीबार खबरटा मो कान पाखरे जेमिति के कहि दी जाईची। किए आसीबो म? सेई अनागत विश्ववसु वंशर सेई नूतन आगंतुक। हाँ मते भी आज कहीं सेमती लागुछि। चंचल फेरिबे फेरिबे ना? हाँ हाँ सुन नीलमाधव को ता कथा टिके जणे आसीबे। आउ तम कथा? मोर तो किछि कथा नाही। आपणक कथा जहा मोर भी सेया। आमे जेतेबेले रास्तारे रास्तारे घूरी बुलुथिले बड़ पहाड़ रे खरा वर्षा काकर सह दिन बितौथिले सेतेबेले आपणक कथा मो कथा थिला आज भी अछि। मु थाए बा न थाए आपणक कथा मो कथा हे रही जीव। आउ ये जी आसीबो सी भी तो मो कथा हे आपणक पाखकु आसीबो। हौ पूजा पे डेरी जाउची मु एथर आसुची। रानी माँ आसंतु। हइलो हे सत कहिलु फूल आनिबा को जाई एते डेरी कौन हैला? रानी माँ सबु बेला कौन समान थाए? हाँ ता अवश्य न थाए। एमिति समय से राजा महाराजांकर आदेश भी लोक गोड़े आड़े दियंती। जदि कौन जदि रानी माँ? सेई जदि पाखरे सबु अडुआल सुकुमारी जदिर नाटा जदि चिंतामणि हेई थाए। रानी माँ हौ आउ लाज करनी चल जीबा। चलंतु। स्वस्ति प्रजाभ्यो परिपालयन्तां न्यायेन मार्गेण महीं महिषां गोब्राह्मणेभ्यः शुभमस्तु नित्यं लोकाः समस्ताः सुखिनो भवन्तु काले वर्षन्तु पर्जन्यः पृथिवी सस्यशालिनी देशो यक्षोभरहितो ब्राह्मणा सन्तु निर्भया संनः सत्यस्य पतयो भवन्तु संनो अर्वन्तसमुसन्तु गावः संनारुभवस्सु कृतस्सु हस्ताः संनो भवन्तु पितरो हवेषु द्योः शान्तिरन्तिरं दारिगियकुं शान्ति शान्तिराखादायाः शान्तिः वानसपदायाः शान्तिर्विश्वेदेवाः शान्तिर्ब्रह्मा शान्तिः सर्वगुं शान्तिः शान्तिरेव शान्तिः कामा शान्तिरेधि यतो यतः समीहसे ततो न प्रभयं गुर सन्न
ଅପୂର୍ବ ସୁବାସରେ ଗୁମ୍ଫା ଭିତରଟା ଭରି ଯାଇଛି। ସୁନ୍ଦର ଫୁଲରେ ପ୍ରଭୁଙ୍କୁ ମୋର କିଏ ସଜେଇ ଦେଇଛି। ଆସିବା ପୂର୍ବରୁ ଗୁମ୍ଫା ଭିତରୁ ମନ୍ତ୍ରୋଚ୍ଚାରଣ ଶୁଭୁଥିଲା। କିଏ ଆସିଥିଲା? କିଏ ଆସିଥିଲା ପ୍ରଭୁ? କୁହନ୍ତୁ, କୁହନ୍ତୁ ପ୍ରଭୁ। ପକ୍ଷୀବର, କୁହ, ମୁଁ ଶୁଣୁଛି। ତମେ ତ ମୋର ବନ୍ଧୁ ହେଇ ସାରିଛ। କପଟ ନକରି କୁହ, ତମେ ତ ସଜାଗ ପ୍ରହରୀ ପରି ଦିନ ନାହିଁ ରାତି ନାହିଁ ଏ ବଟବୃକ୍ଷ ଶାଖାରେ ଜଗି ବସିଛ। ତମେ କୁହ, ଏ ସ୍ଥାନ ସମସ୍ତଙ୍କୁ ଯେତେବେଳେ ଅଗୋଚର, ଏ ସ୍ଥାନର ସନ୍ଧାନ ପାଇଲା କିଏ? ମୁଁ ଆସିବା ଆଗରୁ ଏଠିକି କିଏ ଆସିଥିଲା? କିଏ ମୋ ପ୍ରଭୁଙ୍କୁ ପୂଜା କରିଗଲା? ମୋ ପ୍ରଭୁଙ୍କ ବେକରେ ଝୁଲୁଛି ଅପୂର୍ବ ଫୁଲର ମାଳା। ଯୋଉ ଫୁଲ ମୁଁ କେବେ ବି ଦେଖିନଥିଲି। କେବେ ବି ଦେଖିପାରିବନି ବିଶ୍ୱାବସୁ। ସେ କଣ ମର୍ତ୍ତ୍ୟର ଫୁଲ? ସେ ସ୍ୱର୍ଗର ପାରିଜାତ ମାଳା। ସ୍ୱର୍ଗର ପାରିଜାତ ମାଳା? ତମ କାନରେ ନିଶ୍ଚୟ ବେଦ ମନ୍ତ୍ର ପଡିଥିବ ବିଶ୍ୱାବସୁ। ନୀଳମାଧବ ସ୍ୱୟଂ ପରମ ବିଷ୍ଣୁ। ତାଙ୍କୁ ଅର୍ଚ୍ଚନା କରିବା ପାଇଁ ବ୍ରହ୍ମା, ଶିବ, ଇନ୍ଦ୍ର, ବରୁଣ, ପବନ ସବୁ ଦେବଗଣ ଆସିଥିଲେ। ସମସ୍ତେ ପୂଜା କରିଗଲେ। ଦେବତାମାନେ ଆସିଥିଲେ ମୋ ପ୍ରଭୁଙ୍କ ପାଖକୁ। କାହିଁକି ଆସନ୍ତିନି? ସେ ଦେବତା ମାନଙ୍କର ଦେବତା। ଖାଲି ଆଜି ନୁହେଁ, ସେମାନେ ପ୍ରତିଦିନ ଆସନ୍ତି, ପୂଜା କରନ୍ତି, ପ୍ରାର୍ଥନା କରନ୍ତି, ଆଉ ତାପରେ ଚାଲି ଯାଆନ୍ତି। ସେ ପରା ମାଧବ, ସ୍ୱୟଂ ନୀଳ ମାଧବ। ହଁ ହଁ ହଁ। ନୀଳମାଧବ, ସ୍ୱୟଂ ଦେବତା ମାନେ ଆଜି ଆସି ପାରିଜାତ ଫୁଲରେ ଆପଣଙ୍କୁ ସଜେଇ ଦେଇଛନ୍ତି। ପ୍ରଭୁ, ସେମାନେ ବେଦ ମନ୍ତ୍ରରେ ଆପଣଙ୍କୁ ଆରାଧନା କରିଛନ୍ତି। ମୁଁ ତ ଗୋଟେ ଛାର ଶବର। ବଣର ଫୁଲ ଆଉ ବଣର ପତ୍ରରେ ମୁଁ ଆପଣଙ୍କୁ ଅଧିକା କଣ ସଜେଇବି? ଅଭିମାନ କର ନାହିଁ ବିଶ୍ୱାବସୁ। ମୁଁ ତ ତୁମକୁ କହିଛି, ଫୁଲର ସାଜରେ, ମନ୍ତ୍ରର ଉଚ୍ଚାରଣରେ ମୁଁ ଯେତେ ପ୍ରୀତ ହୁଏ ନାହିଁ, ତାଠୁ ବେଶୀ ପ୍ରୀତ ହୁଏ ମଣିଷର ଅନ୍ତର ମଧ୍ୟରୁ ଉଠି ଆସୁଥିବା ପ୍ରାର୍ଥନାରେ। ବିଶ୍ୱାବସୁ, ଭାବକୁ ନିକଟ ମୁଜେ ଅଭାବକୁ ଦୂର। ତୁମର ସେଇ ଭାବ ମୋ ପାଇଁ ସବୁଠୁ ବଡ଼ ପୂଜା। ତା ଛଡ଼ା ତୁମେ ପ୍ରତ୍ୟେକ ଦିନ ଦୟଣାର ମାଳ ଆଣି ମୋତେ ଦେଉଛ। ସେଇ ଦୟଣା ମୋର ଅତି ପ୍ରିୟ, ପାରିଜାତ ପୁଷ୍ପଠାରୁ ବି ପ୍ରିୟ। ମୋତେ ସେଇ ମାଳରେ ସଜେଇ ଦିଅ ବିଶ୍ୱାବସୁ। ରାଣୀମା, କ୍ଷୀର ଆଣିଛି। ତୁ ଆଉ ବିରକ୍ତ କରନା। କ୍ଷୀର ପିଇବାକୁ ଭଲ ଲାଗୁନି, ତୁ ନେଇଯା। ନେଇଯିବି କୁଆଡେ? ଦେହ ଖରାପ, ପେଟରେ ପୁଣି ପିଲାଟା। କ୍ଷୀର ନ ପିଇଲେ ଆପଣ ଦୁର୍ବଳ ହେଇଯିବେ। ନିଅନ୍ତୁ, ପିଇ ଦିଅନ୍ତୁ। ସୁକୁମାରୀଟା ସବୁବେଳେ ସେମିତି ରାଣୀମା।
ଯାହା ଭାବିଥିବ କରିବ, ତେବେ ଯାଇ ଛାଡ଼ିବ। ସତ ସୁକୁମାରୀ? କେଜାଣି, ଯିଏ କହିଛି ତାକୁ ପଚାରନ୍ତୁ। ତାକୁ କ'ଣ ପଚାରିବି? ମାଳତୀ ସିନା କଥାରେ କହିଲା, ମୁଁ ତ ଅଙ୍ଗେ ଲିଭେଇଛି। ରାଣୀମା, ଆପଣଙ୍କ ସେବା କରିବା ମୋର ଧର୍ମ, ଆପଣଙ୍କ ସୁଖ ସୁବିଧା ଦେଖିବା ମୋର କାମ। ସେମିତି କହନାଲେ ସୁକୁମାରୀ, ବହୁତ ଦାମ ଦବାକୁ ପଡ଼ିବ। ଜୀବନଠୁ ଦାମିକା ଜିନିଷ ମଣିଷ ପାଖରେ ଆଉ କ'ଣ ଅଛି ମୁଁ ଜାଣିନି ରାଣୀମା। ଯଦି ଆପଣଙ୍କ ସୁଖ ପାଇଁ ଏ ଜୀବନ ଦେବାକୁ ପଡ଼େ ତାହେଲେ ବି ଦେବି। ଜୀବନଠୁ ଆହୁରି ଦାମିକା ଜିନିଷ ଅଛି ସୁକୁମାରୀ। ଏଇ ଯୋଉ ମୁଁ ପେଟ ଭିତରେ ଖେଳୁଛି, ସିଏ ତା ମା ପାଇଁ ଜୀବନ ଠାରୁ ବି ଦାମିକା। ଆଉ ଆମେ ଯାହାକୁ ସ୍ୱାମୀ ରୂପରେ ଗ୍ରହଣ କରୁ, ସେ ତା ସ୍ତ୍ରୀ ପାଇଁ ଜୀବନ ଠାରୁ ବି ଦାମିକା। ଆପଣ ବି ମୋ ପାଇଁ ଜୀବନ ଠାରୁ ବେଶୀ ଦାମିକା। କାହିଁକି? ଅନ୍ୟ ସମସ୍ତଙ୍କ ପରି ତୁ ତ ଏଇ ରାଜଉଆସର ଦାସୀ। ତୋ କାମ ପାଇଁ ତୁ ତ ବର୍ତ୍ତନ ନଉଛୁ। ନା ରାଣୀମା, ମୁଁ ଦାସୀ ସତ, ହେଲେ ଅନ୍ୟ ସମସ୍ତଙ୍କ ପରି ନୁହେଁ। ବୁଢ଼ା ଅକର୍ମଣ୍ୟ ରୋଗିଣା ବାପାକୁ ନେଇ ଦିନେ ଯିଏ ପେଟର ଜ୍ୱାଳାରେ ମରୁଥିଲା, ତାକୁ ଆପଣ ଆଦରରେ ଛାତିକୁ ଆଉଜେଇ ନେଇଥିଲେ। ଏ ଅଧିକାର କ'ଣ ଅନ୍ୟ ସମସ୍ତେ ପାଇଥିଲେ ରାଣୀମା? ସେଇଦିନଠୁ ମୁଁ ପ୍ରତିଜ୍ଞା କରିଛି ରାଣୀମା, ଆପଣଙ୍କ ଆଦେଶ ମୋ ପାଇଁ ଦେବତାର ଆଦେଶ। ଆପଣଙ୍କ ଇଚ୍ଛା ପୂରଣ କରିବା ମୋ ଜୀବନର ଗୋଟିଏ ବୋଲି ବ୍ରତ। କଥାଟା ମନେ ରଖିଥିଲୁ ମାଳତୀ। ମରିଗଲି ତ ଗଲି, ହେଲେ ବଞ୍ଚିଥିଲେ ଦେଖିବି ୟା କଥାର ଦାମ କେତେ। ତୁ ସାକ୍ଷୀ ରହିଲୁ। ମୋ ପାଇଁ ଅନ୍ତର୍ଯାମୀ ସାକ୍ଷୀ ରାଣୀମା। ପ୍ରଭୁ ନୀଳମାଧବ କରନ୍ତୁ ଆପଣ ଶହ ଶହ ବର୍ଷ ଜୀଇ ରୁହନ୍ତୁ, କିନ୍ତୁ ଆପଣ ସେପାରିରେ ଥିଲେ ବି ଦେଖିବେ ଆପଣଙ୍କ ଦାସୀ ସୁକୁମାରୀ ଆପଣଙ୍କୁ ଦେଇଥିବା କଥା କେବେ ବି ଭୁଲିବନି। ରୁହ, ଅଟକି ଯାଅ, ସେଇଠି ଠିଆ ହୁଅ। ତମର ଆଗେଇବା ଏବେ ଶେଷ ହୋଇଯାଇଛି। ଆସ ଆସ, ମତେ ତମେ ଦେଖିପାରିବନି, କାରଣ ମୁଁ ତମର ନିୟତି। ତମେ ମତେ ଅବଜ୍ଞା କରିପାରିବନି। ଆସ, ଏପଟକୁ ଆସ, ଆସ। ରୁହ, ସବୁ ମୋହ ମାୟା ତ୍ୟାଗ କରି ମତେ ଅନୁସରଣ କର। ଆସ, ଆସ। ନା, ମୁଁ ଯିବିନି, ମୁଁ ଯିବିନି। ରାଣୀମା, ମୁଁ ଯିବିନି। ରାଣୀମା, ଯିବିନି। କ'ଣ ହେଲା ରାଣୀମା? ଏମିତି ଚିତ୍କାର କରି ଉଠିଲେ କାହିଁକି? ସୁକୁମାରୀ, ଦେହ ଥରୁଛି, ଦେହରେ ମୁଣ୍ଡରେ ଝାଳ। ମତେ ଟିକେ ପାଣି ଦେ, ମୁଁ କୁଆଡ଼େ ଯିବିନି। ନିଅନ୍ତୁ, ପିଇ ଦିଅନ୍ତୁ। ସୁକୁମାରୀ, ମୋ ପାଖରେ ଟିକେ ବସ। ସୁକୁମାରୀ, ଖରାପ ଲାଗୁଛି? ମହାରାଜକୁ ଡାକିବି? ବୈଦ୍ୟଙ୍କୁ ଡାକିବି? କାହାକୁ ଡାକିବା ଦରକାର ନାହିଁ, ତୁ ବସ। ମୁଁ ଗୋଟେ ଖରାପ ସ୍ୱପ୍ନ ଦେଖିଲି ସୁକୁମାରୀ। ସ୍ୱପ୍ନ? ହଁ, ସ୍ୱପ୍ନ ଦେଖିଲି। ଗୋଟେ ଖୋଲା ପଡ଼ିଆରେ ମୁଁ ଦୌଡୁଛି। ଗଛ ନାହିଁ, ପତ୍ର ନାହିଁ, ପାହାଡ଼ କି ନଦୀ ନାହିଁ, ଖାଲି ପଡ଼ିଆ। ଯୁଆଡ଼କୁ ଚାହିଁଲେ ପଡ଼ିଆଟା ଲମ୍ବି ଯାଇଛି, ଆଖି ପାଉନି। ତାପରେ ତାପରେ କ'ଣ ହେଲା ରାଣୀମା? ଗୋଟେ ପିଲାର କୁଆଡ଼ୁ କାନ୍ଦ ଶୁଭିଲା, କୁଆ କୁଆ କୁଆ। ସେ କାନ୍ଦ ଯେମିତି ମତେ ଡାକୁଥିଲା। ମୁଁ ଚାରିଆଡ଼କୁ ଅନେଇଲି, କାହାରିକୁ ଦେଖିବାକୁ ପାଇଲିନି। କିଏ କାନ୍ଦୁଛି ଦେଖିବାକୁ ଆଗେଇ ଗଲି। ଆଗେଇ ଯାଉଥାଏ, ହଠାତ୍ ମତେ କିଏ ପଛରୁ ଡାକିଲା, ରୁହ, ଅଟକି ଯାଅ, ତମର ଆଗେଇବା ଏଇଠି ଶେଷ ହେଇଯାଇଛି। ଆସ, ମୋ ପାଖକୁ ଆସ, ଆସ। ଯେମିତି ସେ ଡାକ ମୋ କାନରେ ବଜ୍ର ପରି ଶୁଭୁଥିଲା। ମୁଁ ଅଣନିଶ୍ୱାସୀ ହେଇଯାଉଥିଲି, ମୁଁ ଅଣନିଶ୍ୱାସୀ ହେଇଯାଉଥିଲି ସୁକୁମାରୀ, ମୁଁ ଅଣନିଶ୍ୱାସୀ ହେଇଯାଉଥିଲି। ରାଣୀମା, ରାଣୀମା, ମୁଁ ଆଉ ବଞ୍ଚିବିନି ସୁକୁମାରୀ,
ମୁଁ ଆଉ ବଞ୍ଚିବିନି। ଇଏ କ'ଣ କହୁଛନ୍ତି ରାଣୀମା? ସ୍ୱପ୍ନଟା ସବୁବେଳେ ସ୍ୱପ୍ନ। ନା, ଇଏ ସତ। ମୋ ମନ କହୁଛି ଇଏ ସତ ସୁକୁମାରୀ। ମୋର ମରିବାକୁ ଜମା ଡର ନାହିଁ। କିନ୍ତୁ ଯୋଉ ପିଲାଟା ଆସିବ ତାକୁ କିଏ ଦେଖିବ ସୁକୁମାରୀ? ମତେ କଥା ଦେ ସୁକୁମାରୀ, ମୋ ପିଲାର ଦାୟିତ୍ୱ ତୁ ନବୁ। ମତେ କଥା ଦେ ସୁକୁମାରୀ, କଥା ଦେ। ମୁଁ ଆପଣଙ୍କ ଦେହ ଛୁଇଁ ପ୍ରତିଜ୍ଞା କରୁଛି ରାଣୀମା, ମୁଁ ଆପଣଙ୍କ ଆଦେଶ ପାଳନ କରିବି। ମୁଁ ଜାଣେ ସ୍ୱାର୍ଥପର ପରି ମୁଁ ତତେ ଏ କଥା କହୁଛି। ତୋ ଛଡ଼ା ମୋର କାହା ଉପରେ ଭରସା ନାହିଁ। ମହାରାଜ ତ ରାଜକାର୍ଯ୍ୟରେ ବ୍ୟସ୍ତ ରହିବେ। ତା ଛଡ଼ା ପିଲାଟାର ପ୍ରଥମ ଅବସ୍ଥାରେ ମା ଦରକାର, ବାପା ନୁହେଁ। ତୁ ପାରିବୁ ତ ସୁକୁମାରୀ? ପାରିବି, ନିଶ୍ଚୟ ପାରିବି। ନିଶ୍ଚିନ୍ତ ହେଲି। ଏଥର ମୁଁ ଶାନ୍ତିରେ ସେ ପୁରକୁ ଯାଇପାରିବି। हे सूर्यं सहस्रांशु तेजराशु जगत्पते अनुकंपा मिहं भक्त्या गृहाणार्घ्यम दिवाकरौ। ओं जबा कुसुम संकाशम काश्यपेयं महाद्युति धान्त्वारिं सर्व पापघ्नो प्रणतस्मै दिवाकरौ। प्रातः प्रणाम महाजने। सर्वारिष्ट शांतिर्भवतु। अच्छा, तमें कौन आज समिध आने बण को जाइन? जाऊली महाजने, किंतु जहाँ शुणिली समिध को जीवी कौन आपण को संवादटी देवाई चली आसिली। कौन देखिल? नीलगिरी पर्वत रे कुआडे ठाकुर आविर्भाव होइचंती। नीलगिरी पर्वत रे ठाकुर? अच्छा, का पाखर शुणिल ए कथा? दुई जन शबर मो आगे आगे कथबार्ता ही जाउथिले। तांको राजा विश्वावसु बणरे बुलु बुलु एई ठाकुरंको संधान पाइचंती। से कुआडे ठाकुर नीलमाधव। ताहले पूर्वरु जो कथा शुणा जाउथिला ताहा सत्य? नीलगिरी पर्वत रे नीलमाधव अछंती? सेया तो शुणिली। शुणा कथार तमे विश्वास करूछ? शबर माने किछि दिन पूर्वर आसी एठी बसवास करूछंती। आमे हेलु एठिकार आदिवासिंदा, आमे जानि पारलुनी, अथच शबर माने जानि गले। ए कथाटा उपरे मोर काई संदेह होउची। देखंतु बाचस्पति महाशय, सत मिछ मु किछि कहि परिबिनी। जहा शुणिली ताहा कहिली। ठीक अछि, तमे एबे तम काम रे जाओ। ए कथाटार सत्यासत्य मते निजे जाई अनुसंधान करबा को पड़िबो। प्रणाम महाजने। नीलगिरी पर्वत रे नीलमाधव? प्रणाम महाजने। मु तुमको अपेक्षा करिछि। मते एइठी? हाँ, संधान करी जानिबा को पाइली
ତମେ ପ୍ରତ୍ୟହ ପ୍ରାତ କାଳରେ ସେ ନୀଳଗିରି ପର୍ବତକୁ ଯାଉଛ ଆଉ ସେଠି କୁଆଡେ ନୀଳମାଧବଙ୍କର ଆବିର୍ଭାବ ହେଇଛି ତମେ ତାଙ୍କୁ ପୂଜା କରୁଛ। କଥା କିଛି ସତ ମହାଜନେ, କିନ୍ତୁ ସମ୍ପୂର୍ଣ୍ଣ ସତ ନୁହେଁ। ତା ମାନେ ନୀଳମାଧବ ଏବେ ଆବିର୍ଭାବ ହେଇନାହାନ୍ତି। ଆବହମାନ କାଳରୁ ନୀଳଗିରି ପର୍ବତ ଉପରେ ସେ ବିରାଜମାନ କରିଛନ୍ତି। ପୂର୍ବ ଜନ୍ମର ସୁକୃତ ଫଳରୁ ମୁଁ ତାଙ୍କ ଦର୍ଶନ ପାଇଛି ଆଉ ସେଇ ଦିନଠୁ ମୁଁ ପୂଜା କରି ଆସୁଛି। ସେ ଖାଲି ମୋର ଇଷ୍ଟ ଦେବତା ନୁହନ୍ତି, ଆମ ଶବର ଜାତିର ଇଷ୍ଟ ଦେବତା। ନୀଳମାଧବ ଯୋଉଠି ବିରାଜମାନ କରିଛନ୍ତି ସେ ସ୍ଥାନଟା ମତେ ଦେଖେଇ ଦେଇ ପାରିବ? ସେ ଅନୁରୋଧ କରନ୍ତୁନି ବାଚସ୍ପତି ମହୋଦୟ, କେବଳ ମତେ ହିଁ ତାଙ୍କୁ ପୂଜା କରିବାର ଅଧିକାର ମିଳିଛି। ଖାଲି ସେତିକି ନୁହଁ, ତାଙ୍କ ଆସ୍ଥାନ କାହାରିକୁ ନ ଦେଖେଇବା ପାଇଁ ମତେ ନିର୍ଦ୍ଦେଶ ମିଳିଛି। କାହାର ନିର୍ଦ୍ଦେଶ? ସ୍ୱୟଂ ନୀଳମାଧବଙ୍କର। ରାଜା ବିଶ୍ୱବସୁ, ତମେ ରାଜା ହେଲେ ବି ଜାତିରେ ଜଣେ ଶବର। ମନ୍ତ୍ରଯନ୍ତ୍ର ଜଣା ନାହିଁ, ପୂଜା ପଦ୍ଧତି ଜଣା ନାହିଁ, କର୍ମକାଣ୍ଡ ଜଣା ନାହିଁ, ନୀଳମାଧବ କୋଉ ପ୍ରକାରର ଦେବତା ସେ କଥା ବି ଜଣା ନାହିଁ। ଅଥଚ ତମକୁ ପୂଜା କରିବାର ନିର୍ଦ୍ଦେଶ ମିଳିଗଲା, ପୁଣି ନୀଳମାଧବଙ୍କ ଠାରୁ। ଆପଣ ମତେ ବିଶ୍ୱାସ ନ କଲେ ବି ମୋର କିଛି କହିବାର ନାହିଁ। ଏକଥା ଆପଣ ଠିକ କହିଛନ୍ତି ଯେ ମୁଁ କୌଣସି ରୀତିନୀତି ମନ୍ତ୍ର ଜପ ଏସବୁ ଜାଣିନି କି ଏ ମୋର କୌଳିକ କର୍ମ ନୁହେଁ। କିନ୍ତୁ ଯାହା ମୁଁ କରୁଛି ଯଦି ସେତିକିରେ ଦେବତାମାନେ ସନ୍ତୁଷ୍ଟ ହୁଅନ୍ତି ତାହେଲେ ମୁଁ ବା କ'ଣ କରିପାରିବି? ନା, ତମେ କିଛି କରିପାରିବନି, କିନ୍ତୁ ତାଙ୍କ ଆସ୍ଥାନ ତ ମତେ ଦେଖେଇ ଦେଇ ପାରିବ। ତାହେଲେ ଆମେ ବୈଦିକ ରୀତିରେ ତାଙ୍କୁ ପ୍ରତିଷ୍ଠା କରିପାରିବୁ, ପୂଜା ପଦ୍ଧତି ସ୍ଥିର କରିପାରିବୁ। ଲକ୍ଷ ଲକ୍ଷ ଭକ୍ତଙ୍କର ସେ ଏକ ମହାନ ତୀର୍ଥସ୍ଥାନ ପାଲଟିଯିବ। ନୀଳଗିରି ପର୍ବତର ନାଁ ସାରା ବିଶ୍ୱ ବ୍ୟାପିଯିବ। ମତେ ଆପଣ କ୍ଷମା କରିବେ ମହାଜନେ, ଏସବୁ କରିବାର ଅଧିକାର ମୋର ନାହିଁ। ବିଶ୍ୱବସୁ, ଏହା ଦ୍ୱାରା ତମେ ଖାଲି ଦେବତାଙ୍କ ସହିତ ନୁହଁ, ଆମମାନଙ୍କ ସହିତ ବି ତମେ ବିରୋଧାଚରଣ କରୁଛ। ଆମେ ଚାହିଁଥିଲୁ ତମମାନଙ୍କ ସହିତ ଏକ ସୁସ୍ଥ ସମ୍ପର୍କ ରଖିବାକୁ, କିନ୍ତୁ ତା ମଧ୍ୟ ତମେ ଅସ୍ୱୀକାର କରୁଛ। ମହାଜନେ, ଆପଣ ଉଚ୍ଚ ସମାଜର ଲୋକ, ଆପଣଙ୍କ ସାଙ୍ଗରେ ତର୍କ କରିବାର ବୁଦ୍ଧି ବି ମୋର ନାହିଁ। କିନ୍ତୁ ଯେତିକି ମୋର କହିବା କଥା ମୁଁ କହିଦେଲି। ମତେ ମିଳିଥିବା ନିର୍ଦ୍ଦେଶର ବାହାରକୁ ମୁଁ ଯାଇପାରିବି ନାହିଁ ମହାଜନେ, ମତେ ଆପଣ କ୍ଷମା କରନ୍ତୁ। ବିଶ୍ୱବସୁ, ଯେଉଁ ଦେବତାଙ୍କର ପୂଜା କରୁଛ ବୋଲି ତମେ ଆସ୍ଫାଳନ କରୁଛ, ସେ ଦେବତା ତମକୁ କେବେ ବି କ୍ଷମା କରିବେନି। জগতর নাথ জগন্নাথ, বিন্দু ঠারু সিন্ধু তুমে সর্বব্যাপ্ত। আপনা ইচ্ছারে অধা গঢ়া হই বসিଅଛ হে নীলাদ্রি গোসাই। ভাব